ଆଜି ଆମେ ଜାଣିବା ମନୁଷ୍ୟର ପ୍ରକୃତ ଆୟୁଷ କେତେ। ଭଗବାନ ବ୍ରହ୍ମା ମନୁଷ୍ୟଙ୍କୁ କେତେ ଆୟୁଷ ଦେଇଥିଲେ। ମନୁଷ୍ୟ ପ୍ରକୃତରେ କାହାର ଆୟୁଷ ବଞ୍ଚୁଛି? ଚାଲନ୍ତୁ ଜାଣିବା ମନୁଷ୍ୟ ଆୟୁର ରହସ୍ୟ। ଅଜଣା ଦୁନିଆ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଏପରି ରହସ୍ୟମୟ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ସୃଷ୍ଟିର ଆରମ୍ଭ କାଳ ଚାଲିଥିଲା। ଜୀବଜନ୍ତୁ ମନୁଷ୍ୟର ସୃଷ୍ଟି ହୋଇଯାଇଥାଏ। ଗୋଟେ ହଂସ ମାନ ସରୋବର ପାହାଡ଼ ଉପରେ ବସିଥାଏ। ସେହି ସମୟରେ 3 ଜଣ ଜୀବ ଗଧ, କୁକୁର, ପେଚା ତାହାର ଆଡ଼କୁ ଆସିବାର ଦେଖିଲା। ସେହି 3 ଜୀବ କଥାବାର୍ତ୍ତା ହେଉଥାନ୍ତି। ଗଧ କହୁଥାଏ, ଭଲ ହେଲା, ମୋର ଅଧା ଆୟୁ ମୁଁ ଭଗବାନ ବ୍ରହ୍ମାଙ୍କୁ କହି କମ୍ କରିଦେଲି। ସେହିପରି ପେଚା ବି କହୁଥାଏ, ମୋର ବି ଭଲ ହେଲା, ମୋର ଅଧା ଆୟୁ ମୁଁ ବ୍ରହ୍ମଦେବ କମ୍ କରିଦେଲେ। ସେହିପରି କୁକୁର ବି କହୁଥାଏ। ଏହା ଶୁଣି ହଂସ ଆଶ୍ଚର୍ଯ୍ୟ ହୋଇଗଲା। ମାନ ସରୋବର ପାଖରେ ଥିବା କୈଳାସ ପର୍ବତରେ ଭଗବାନ ଶିବ ରହୁଥିଲେ। ହଂସ ଭଗବାନ ଶିବଙ୍କ ପାଖକୁ ଗଲା। ସେଠାରେ ହଂସ ଭଗବାନ ଶିବଙ୍କୁ ପଚାରିଲା, ହେ ପ୍ରଭୁ, 3 ଜୀବ ପେଚା, ଗଧ, କୁକୁର କଥା ହେଉଥାନ୍ତି। ମୋର ଅଧା ଆୟୁଷ ବ୍ରହ୍ମଦେବ କମ୍ କରିଦେଲେ, ଆଉ ସେମାନେ ଖୁସି ବି ଥାଆନ୍ତି। ଏହାର ରହସ୍ୟ କ'ଣ ପ୍ରଭୁ? ଏହା ଶୁଣି ଭଗବାନ ଶିବ ଟିକେ ହସିଲେ, ଆଉ ହସିକି କହିଲେ, ହେ ହଂସ, ମୋର କଥାକୁ ଧ୍ୟାନରେ ଶୁଣ। ଭଗବାନ ବ୍ରହ୍ମଦେବ ସୃଷ୍ଟିର ରଚନା କରିଲେ, ଆଉ ପ୍ରତ୍ୟେକ ଜୀବଙ୍କୁ ଅଲଗା ଅଲଗା ଆୟୁଷ ପ୍ରଦାନ କଲେ। କିନ୍ତୁ ଏହି 3 ଜଣ ଭଗବାନ ବ୍ରହ୍ମଦେବଙ୍କ ପାଖକୁ ଗଲେ। ଯାଇ ବ୍ରହ୍ମଦେବଙ୍କୁ ପଚାରିଲେ, ହେ ପ୍ରଭୁ, ଆମମାନଙ୍କର ଆୟୁଷ କେତେ ଆମକୁ କୁହନ୍ତୁ। ଏହା ଶୁଣି ଭଗବାନ ବ୍ରହ୍ମାଙ୍କ ପାଖରେ ଆଗରୁ ଉପସ୍ଥିତ ମନୁଷ୍ୟ କହିଲା, ହଁ ଭଗବାନ, ମୋର ବି ଆୟୁଷ ସ୍ଥିର କରିଦିଅନ୍ତୁ। ଭଗବାନ ବ୍ରହ୍ମା କହିଲେ, ମୁଁ ତୁମ 4 ଜଣଙ୍କୁ 40 ବର୍ଷ ଲେଖା ପ୍ରଦାନ କରୁଛି। ଯାଅ, ପୃଥିବୀ ପୃଷ୍ଠରେ ନିଜ ଆୟୁଷକୁ ଭୋଗ କର। ସେତେବେଳେ ଗଧ ଏହି କଥା ଶୁଣି କହିଲା, ହେ ପ୍ରଭୁ, ଆପଣ ଏ କ'ଣ କରିଦେଲେ? ଆପଣ ମୋ ଆୟୁଷ 40 ବର୍ଷ କରିଦେଲେ। ମୁଁ ତ ବୋଝ ବୋହି ବୋହି ମରିଯିବି। ହେ ଭଗବାନ, ଆପଣ କୃପା କରିକି ମୋ ଆୟୁଷ 20 ବର୍ଷ କମ୍ କରିଦିଅନ୍ତୁ। ଭଗବାନ ବ୍ରହ୍ମଦେବ ଗଧକୁ କହୁଛନ୍ତି, ହେ ଗଧ, ମୁଁ ତୁମ ଆୟୁଷ କମ୍ କରିଦେବି, ହେଲେ ତୁମର ଏ ସାଥୀମାନଙ୍କୁ ପଚାର, ତୁମର